ଚାକିରି କରିଛି ବୋଲି କରିବା ଏବଂ ଚାକିରି କରିବା ଦୁଇଟି ଭିନ୍ନ ଭିନ୍ନ କଥା। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସରକାରୀ ଚାକିରି କରିଥାନ୍ତି କେବଳ ଦରମା ଗଣ୍ଡାକ ପାଇବା ପାଇଁ। ମାସ ଶେଷକୁ ଦରମାଟା ଆକାଉଣ୍ଟକୁ ଆସିଯିବ, ଧୋଇ ନାହିଁ କି ମରୁଡ଼ି ବି ନାହିଁ। ଯେମିତି କୁହାଯାଏ, ହାତୀ ଜିଇଲେ ଲକ୍ଷେ ମଲେ ବି ଲକ୍ଷେ। ସେମିତି ସରକାରୀ ଚାକିରିଟା ପାଇବା ସିନା କଷ୍ଟ, ହେଲେ ଥରେ ପାଇଗଲେ ଆଉ ଚିନ୍ତା ନାହିଁ। ଏଇଟା ହେଉଛି ସର୍ବସାଧାରଣ ମତ, କିନ୍ତୁ ଏଇଟା ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରି ହୁଏ ନା। ଅପରାଜିତା ବି ସରକାରୀ ଚାକିରିଟିଏ କରିଛି, ପୁଣି ଝିଅ ପିଲାଟା। କାମ ନ କଲେ ବି କେହି କିଛି କହିବାକୁ ନାହିଁ, କିନ୍ତୁ ଅପରାଜିତା ଥିଲା ସମ୍ପୂର୍ଣ୍ଣ ବ୍ୟତିକ୍ରମ। ସମସ୍ତେ ଅଫିସରେ ରହିବାକୁ ପସନ୍ଦ କରୁଥିଲା ବେଳେ ସେ ଫିଲ୍ଡ ୱାର୍କକୁ ବହୁତ ପସନ୍ଦ କରୁଥିଲା। କିନ୍ତୁ କୁହାଯାଏ, ପୁରୁଷ କେନ୍ଦ୍ରିକ ସମାଜରେ ଏ ନାରୀ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ସଂଗ୍ରାମ କରିବାକୁ ପଡ଼େ। ଅପରାଜିତା କ୍ଷେତ୍ରରେ ଏମିତି ଘଟିଛି। ନିଜ କାମକୁ ଦିନକୁ 18 ଘଣ୍ଟା ଲଗେଇ ଦେଇଛି। ଫିଲ୍ଡ ଯାଇଛି, ଲେବୁଲ ନେଇଛି, କେନାଲ ଆଉ କେନାଲ ବେଡର ୱିଡ୍ଥ ଆଉ ଲେନ୍ଥ ବି ମାପିଛି, ଏଷ୍ଟିମେଟ୍ କରିଛି। ନିଜେ ଭୁବନେଶ୍ୱର ଯାଇ ଡିଜାଇନ ଆଉ ଏଷ୍ଟିମେଟ୍କୁ ଆପ୍ରୁଭ୍ କରେଇଛି, ଟେଣ୍ଡର ଫର୍ମ ବିକିଛି, ଏଗ୍ରିମେଣ୍ଟ ପରେ କଣ୍ଟ୍ରାକ୍ଟରକୁ ସାଇଟ୍ ୱାର୍କ ଦେଖାଇଛି, ଆଉ ପୁରା ଦକ୍ଷ ଇଞ୍ଜିନିୟର ଭଳି କାମ ବି କରିଛି। ତାର ଦୃଢ଼ ଆତ୍ମବଳ ଯୋଗୁଁ ଦୀର୍ଘ 30 ବର୍ଷ ଧରି ତିନି ଥର ଏଗ୍ରିମେଣ୍ଟ ହୋଇ ବି ଯେଉଁ କେନାଲ ଖୋଳାଯାଇ ପାରିନଥିଲା ତାହା ସେ କରି ଦେଖାଇ ଦେଇଛି। କିଛି ଉଚ୍ଚପଦସ୍ଥ ଅଫିସରଙ୍କର ସହଯୋଗ ପାଇଛି ଏବଂ କିଛି ଉଚ୍ଚପଦସ୍ଥ ଅଫିସରଙ୍କର ଅସହଯୋଗ ବି ପାଇଛି, କିନ୍ତୁ ସର୍ବଶେଷରେ ଜଣେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀଙ୍କ ସାହାଯ୍ୟ ପାଇଛି, ଯିଏକି ବାପା ଭଳି ଅପରାଜିତାର ପ୍ରୋଜେକ୍ଟ କାମରେ ସହଯୋଗ କରିଛନ୍ତି ଏବଂ ଅନେକ ବାଧାବିଘ୍ନ ଭିତରେ ସଫଳତାର ସହିତ ସେ ପ୍ରୋଜେକ୍ଟ ଶେଷ କରିଛି ଆଉ ଡିପାର୍ଟମେଣ୍ଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସଫଳତାର ସିଡ଼ି ଚଢ଼ି ଚଢ଼ି ବେଶ ଉପରକୁ ଉଠି ଯାଇଛି ସେ।